नमस्कार दर्शक बंधु आज वीडियो आपण मानक स्वागत। आज वीडियोटी है रानी पंडा बाजे झील सी रानी पंडा। एक कथा मु कहूनी आज्ञा, एक कथा दिने समाज एवं समय ता सहित परिस्थिति एक कथा कहूँ। एक्चुअली घटनार सत्यता रानी पंडा सी होचंती ओडिशार झील एवं ओडिशार जन्म ग्रहण करथिबा सी गोटे गरीब परिवार झील। तांको परिवार को नहीं से हस खुशी रे चलुथिले। तांकर आशा एवं आकांक्षा थिला से गोटे कलाकार हो। तेणु सी बहुत कष्ट मष्ट जाई छत्तीसगढ़ कला इंडस्ट्री जाई से काम करते बहुत खुशी रे थिले। जहाँ जेमिति तांकर रोजगार भल चली तथापि से कौनसी ना कौनसी आम ओडिया एवं ओडिशा माटीर झील ओडिया पाई से किछि काम करिया पाई चाहुथिले। तेणु छत्तीसगढ़ माटीरू से निजर कार्य छाड़ी सारी आम ओडिशा कला क्षेत्र में से योगदान देवाई चाहूले। तापरे मोर सन्देहजनक मोर सन्देहतार कथा सी हुए तो 2016 मसीह आम ओडिशा कला क्षेत्र में हुए तो जोग दे था। मत ए सन्देह लगुच 2016 मसीह सी जो ओडिशा रे कला प्रदर्शनी करने आरंभ करते सी बहुत भल कला प्रदर्शनी करते लोक तांको देखिकी बहुत बहुत खुशी अनुभव करते एवं तांको कला प्रति समस्ते सैटिस्फाइड थे। 2019 मसीहा सी जो धीरे धीरे गोटे पाद तापर दुई पाद आगुक बढ़ी चलिए 2019 मसीह वाद विवाद घेर छली दिया गया। तथापि सी हार मान थे कहीं गोटे जिदी थिला आम ओडिया एवं ओडिया संस्कृति रे जड़ित सबू नाटक एवं सबू कला क्षेत्र में काम करिवार शैली भिड़ी नहीं एवं सी आम ओडिया परंपरा सहित पूरा जड़ित सबू जिनस को सी आखि आगर रखी सबू वाद विवाद भीतर से छंदी होता से टोटाली सबू कथा को साइड कर दे सी निजर कला प्रदर्शनी करिवार लागि पड़ते। तथापि से जेतिकी समय कला प्रदर्शनी करने दौले डबल ट्रिपल यही आकार रे से छंदी ही चलते वाद विवाद घेर भीतर। तथापि से हार मान नथिले। गोटे झील आपण चिंता करंतु गोटे झील ओडिशार जन्म नहीं गोटे झील तांको सहित ना परिवार थिला ना कौनसी सांगसाथी थिला ना कौनसी बंधु बांधव थिले ना कौनसी भाई भौणी किए सांगर थे। एकुटिया झीलटी सी लड़ाई करिवार लागि पड़ते। तथापि से हार मान नथिले। प्रत्येक क्षेत्र प्रत्येक कथा को जवाब आकार रे से रखुथिले। आज 2024 मसीहा मात्र 5 वर्ष हुए तो ये 5 वर्ष भितर से वाद विवाद भितर घेरी प्रतिबदल रे भी से जमा कहा खातिर कर गोटाए झील भुवनेश्वर माटी रे रही निजर कला को परिवेषण करने को जाए विभिन्न प्रकार वाद विवाद छंदी हो जाते शेषर नामकरण दिगला
ବାଜେ ଝିଅ ସିଏ ରାନୀ ପଣ୍ଡା। ସତରେ ବନ୍ଧୁ, ମୁଁ କହିବାର ଅର୍ଥ ହେଲା ଗୋଟିଏ ଝିଅଟିଏ, ଆପଣମାନେ ହୁଏତ ଜାଣିପାରିଥାଇ ପାରନ୍ତି, ଗୋଟିଏ ଝିଅଟିଏ ସେ ପୁଣି ଅବିବାହିତା, ନା ତାଙ୍କର କୌଣସି ପାରିବାରିକ ସମ୍ପର୍କକୁ ନେଇ ବଞ୍ଚୁଥିଲେ, ନା କୌଣସି ନିଜର ସାଙ୍ଗସାଥିକୁ ନେଇ ବଞ୍ଚୁଥିଲେ। ଗୋଟିଏ ଝିଅଟିଏ ନିଜକୁ ଆତ୍ମସମର୍ପଣ କରିଦେଇଥିଲେ, ଯେହେତୁ ନିଜକୁ ସଂଘର୍ଷମୟ ଜୀବନରେ ପରିଣତ ଆକାରରେ ପରିଦର୍ଶିତ କରିଥିଲେ। ମୁଁ କହିବାର ଅର୍ଥ, ଆପଣ ଦେଖନ୍ତୁ, ଆଜି ସେଇ ରାନୀ ପଣ୍ଡା ଦିନ ଥିଲା ସେ ଲୋକଙ୍କ ଦୁଆରକୁ ଯାଉଥିଲେ, ଦିନ ଥିଲା ଲୋକଙ୍କ ପାଖରୁ ସେ ଟଙ୍କା ଧାର ମାଗିକି ଚଳୁଥିଲେ, ଦିନ ଥିଲା ସେ ଲୋକଙ୍କ ପାଖରେ କଳା ପ୍ରଦର୍ଶନୀ କରିବା ପାଇଁ ଭିକ୍ଷା କରୁଥିଲେ। ଆଜିକା ଡେଟରେ ସେ ଲୋକଙ୍କ ପାଖକୁ ଯିବା ପ୍ରତି ବଦଳରେ ଲୋକ ତାଙ୍କ ପାଖକୁ ଆସୁଛନ୍ତି। ମୁଁ କହିବାର ଅର୍ଥ ହେଲା ଦର୍ଶକ ବନ୍ଧୁ, ସମୟ କେତେବେଳେ କୋଉ ପରିସ୍ଥିତିକୁ ନେଇ ନିଜକୁ ଛନ୍ଦି ଦିଏ ସେ କଥା କହିହବନି, କିନ୍ତୁ ସମୟ ସହିତ ସଂଘର୍ଷ କରିବା ମୁଁ ଏଇ ଜିନିଷ ରାନୀ ପଣ୍ଡାଙ୍କ ଠାରୁ ଶିଖିଛି। ମୁଁ କହିବାର ଅର୍ଥ ହେଲା ବନ୍ଧୁ, ଗୋଟିଏ ଝିଅଟିଏ ଯେତେବେଳେ ପରିଶ୍ରମର ସବୁଠାରୁ ସବୁ କିଛି ଜିନିଷକୁ ପାର କରି ନିଜ ଲଢେଇରେ ସେ ଲାଗି ପଡିଥିଲେ। ଆମେ ତ ପୁଅ ପିଲା, ଆମ ଜୀବନ ପରିଶ୍ରମମୟ ଜୀବନ, ଆମକୁ ପରିଶ୍ରମ କରିବାକୁ ପଡିବ ହିଁ ପଡିବ। ତା ମାନେ ନୁହଁ ଆମେ ଘରେ ବସି ଆମେ ଟଙ୍କା ପାଇବା ପାଇଁ ଚାହିଁବା, କେହି ଦେଇପାରିବେ। ଯେତେବେଳେ ବାଦ ବିବାଦର ରାନୀ ପଣ୍ଡା ଛନ୍ଦି ହେଇଥିଲେ, ସେତେବେଳେ ନା ତାଙ୍କ ପାଖରେ ଥିଲା ପରିବାର, ନା ତାଙ୍କ ପାଖରେ ଥିଲା ପ୍ରେମର ସମ୍ପର୍କ, ନା ଥିଲା ତାଙ୍କ ପାଖରେ କୌଣସି ସାମାଜିକ ସମ୍ପର୍କ, କାହା ସହିତ ବି କୌଣସି ସମ୍ପର୍କ ନଥିଲା। ପ୍ରତ୍ୟେକଟି ଶବ୍ଦକୁ ବି ସମାଲୋଚନା କରାଯାଉଥିଲା, କାରଣ ସିଏ ଥିଲେ ରାନୀ ପଣ୍ଡା, ଜଣେ ବାଜେ ଝିଅ। ଆଜି ପ୍ରତ୍ୟେକଟି ଦୁଆରକୁ ଯାଇ ସେ ଯେତେବେଳେ ଘର ଭଡା ମାଗୁଥିଲେ ନା, ତାଙ୍କୁ ଘର ବି ଭଡା ମିଳୁନଥିଲା। ମୁଁ କହିବାର ଅର୍ଥ, କାଲି ସେଇ ସମାଜ ତାଙ୍କୁ ଖରାପ କରୁଥିଲା, ଆଜି ସେଇ ସମାଜ ତାଙ୍କୁ ଭଲ ବୋଲି ପ୍ରଶଂସା କରୁଛି। କାରଣ ରାନୀ ପଣ୍ଡାକୁ ପରୀକ୍ଷିବା ପାଇଁ 5 ବର୍ଷ ସମୟ ଲାଗିଗଲା, 5 ବର୍ଷ ସମୟ ଅତିବାହିତ ହୋଇଗଲା। ମୁଁ କହିବାର ଅର୍ଥ, ଆପଣ ରାନୀ ପଣ୍ଡା ଭଳି ମୁଁ ତ କେବେ ହେଇପାରିବି, ମୁଁ କହୁନି ଆପଣ ବି ହେବେ, କିନ୍ତୁ ଜୀବନକୁ ସଂଘର୍ଷମୟରେ ପରିଣତ କରିଦିଅନ୍ତୁ, ଜୀବନଟା ପୁରା ଲାଲ ଲାଲ ହେଇଯିବ। ମୁଁ କହିବାର ଅର୍ଥ, ଏଇ ରାନୀ ପଣ୍ଡା ଦିନେ ବାଦ ବିବାଦରେ ଛନ୍ଦି ହେଇ ନିଜକୁ ସମାଲୋଚନାର ପାତ୍ର ସଜେଇ ଦେଇଥିଲେ, ଆଉ ଆଜି ଏଇ ରାନୀ ପଣ୍ଡା ଓଡ଼ିଆ ଲୋକଙ୍କର, ଗରିବ ଗୁରୁବାଙ୍କର ଦୁଃଖର ସାଥୀ, ପ୍ରତ୍ୟେକ ଲୋକଙ୍କର ହସ ଖୁସିର ସାଥୀ। ଆଉ ଆଜି ଲୋକ ତାଙ୍କୁ ପଚାରିକି ଯାଉଛନ୍ତି ତାଙ୍କୁ ଦେଖା କରିବାକୁ। କାଲି ଲୋକ ପ୍ରତ୍ୟେକଟି କଥାକୁ ତାଙ୍କର ସଂକ୍ଷିପ୍ତରେ ଦେଇଥିବା ପ୍ରତ୍ୟେକଟି ମନ୍ତବ୍ୟକୁ ସମାଲୋଚନା ସଜାଉଥିଲେ, ଆଉ ଆଜି ତାଙ୍କର ପ୍ରତ୍ୟେକଟି ଭିଡିଓରୁ ବହୁତ କିଛି ଲୋକ ଅଛନ୍ତି, ଏମିତି ବି ମୁଁ ବି ହେଇପାରେ, ତାଙ୍କ ଫଟୋରୁ ବି ଲୋକ ପଇସା କମାଉଛନ୍ତି, ଆଉ ତାଙ୍କ ଭିଡିଓକୁ ନେଇ ଟ୍ୟାଗ କରିକି ମଧ୍ୟ କିଛି ଲୋକ ପଇସା କରୁଛନ୍ତି, ଆଉ କିଛି ଲୋକ ତାଙ୍କ ଭିଡିଓର ଗୋଟାଏ କ୍ଲିପକୁ ନେଇ ତାଙ୍କୁ ରୋଷ୍ଟିଂ କରୁଛନ୍ତି। ତଥାପି ସେ ଆଜି କାହାକୁ ଖାତିର କରୁନାହିଁ। ମୁଁ କହିବାର ଅର୍ଥ ହେଲା ଦର୍ଶକ ବନ୍ଧୁ, ଜୀବନରେ କିଛି ବି କରିବା ପାଇଁ ହେଲେ
ବାଦ ବିବାଦ ସୁନିଶ୍ଚିତ ଆସେ। ସେ ପାରିବାରିକ ହଉ କିମ୍ବା ସାଂସାରିକ ହଉ କିମ୍ବା ସାମାଜିକ ହଉ, ଜୀବନରେ ପ୍ରତ୍ୟେକ କ୍ଷେତ୍ରରେ ବାଦ ବିବାଦ ସୁନିଶ୍ଚିତ ଆସିବ। ଆଉ ସେ ବାଦ ବିବାଦକୁ ଆମେ ଟାଳିବାକୁ ଗଲେ ପ୍ରକୃତରେ ରାନୀ ପଣ୍ଡା ଭଳି ସଂଘର୍ଷ ହିଁ କରିବାକୁ ପଡ଼ିବ। ଦେଖନ୍ତୁ, ଆଜି ମୋ ପାଇଁ ରାନୀ ପଣ୍ଡା ଗୋଟାଏ ମୋଟିଭେସନ ସ୍ପିକର, କାରଣ ତାଙ୍କ ପାଖରୁ ମତେ କିଛି ଶିକ୍ଷା ମିଳିଛି। ଯେହେତୁ ମୁଁ ସେଇ ଶିକ୍ଷାକୁ ଆପଣମାନଙ୍କ ଆଗରେ କହିବାକୁ ଯାଇଛି। ମୁଁ କହିବାର ଅର୍ଥ, ଦିନ ଥିଲା ସେଇ ରାନୀ ପଣ୍ଡାକୁ କେହି ଚିହ୍ନି ନଥିଲେ। ଆଜି ଦିନ ଏମିତି ଆସିଲା, ସାରା 4.5 କୋଟି ଓଡ଼ିଆ, ତାଙ୍କୁ ପ୍ରତ୍ୟେକଟି ଲୋକ, ଛୁଆଠୁ ନେଇ ବୁଢା ବୁଢୀ ପର୍ଯ୍ୟନ୍ତ ଆଜି ସମସ୍ତେ ଚିହ୍ନି ପାରୁଛନ୍ତି। ଧନ୍ୟବାଦ ଦର୍ଶକ ବନ୍ଧୁ। ଯଦି ମୋ କଥାଟା ଆପଣଙ୍କୁ ଭଲ ଲାଗିଥାଏ ତାହେଲେ ଗୋଟେ ଲାଇକ୍ ଜରୁର କରିବେ। ନମସ୍କାର।